ସୁଦଶା ବ୍ରତ। ଶ୍ରୀ ସୁଦଶା ବ୍ରତ କଥା ଆରମ୍ଭ। ଦମୟନ୍ତଙ୍କର ସୁଦଶା ବ୍ରତ କଥା ଆରମ୍ଭ। ବନ୍ଦଇ ପରମ ଲକ୍ଷ୍ମୀ ଜଗତ ତାରିଣୀ, ସମୁଦ୍ର ମନ୍ଥନରୁ ଜାତ ହୋଇଲୁ ତୁ ପୁଣି। ତେଣୁ କରି ନାମ ହେଲା ଲକ୍ଷ୍ମୀ ନାରାୟଣୀ, ବିଷ୍ଣୁଙ୍କ ଘରଣୀ ମାଗୋ ଅଟୁ କମଳିନୀ। ଏଥି ଅନନ୍ତରେ ଦିନେ ମନ୍ତ ସମये, ନାରଦ ମହର୍ଷି ଇନ୍ଦ୍ର ଭୁବନେ ବିଜୟେ। ଷଡ଼ ଅର୍ଘ୍ୟ ଦେଇ ଇନ୍ଦ୍ର ପାଦ ପୂଜା କଲେ, ବସିବା ନିମନ୍ତେ ଦିବ୍ୟ ଆସନ ଦେଲେ। କେବଣ ବ୍ରତ କଲେ କେବଣ ଫଳ ପାଇ, ଘରଣୀ ପୁତ୍ର ଦୁହିତା କେବନ୍ତ ମିଳଇ। ଏହା ମୋତେ ସଂକ୍ଷେପିଣ କହିବ ଗୋସାଇଁ, ତବ ମୁଖୁ ଶୁଣିଲେ ପରତେ ଯିବି ମୁହିଁ। ନାରଦ ବାଚ ଶୁଣ ଏବେ ଇନ୍ଦ୍ର ସେହି ବ୍ରତର ମହିମା, ଯହିଁରେ ସନ୍ତୋଷ ହୋଇ ମହାଲକ୍ଷ୍ମୀ ଉମା। ମର୍ତ୍ତ୍ୟମଣ୍ଡଳେ ତାର ଅବନ୍ତୀ ନଗର, ତହିଁ ବିଷ୍ଣୁଙ୍କର ବୋଲି ଅଟେ ଦ୍ୱିଜବର। ତାହାର ଭାରିଜା ନାମ ଅଟେ ଲକ୍ଷ୍ମୀବତୀ, ସେ ବ୍ରାହ୍ମଣୀ ଲକ୍ଷ୍ମୀ ବ୍ରତ ସର୍ବଦା କରନ୍ତି। ଲକ୍ଷ୍ମୀଙ୍କର ଦୟା ତେଣୁ ହେଲା ତା ଉପରେ, ଅଚଳ ସମ୍ପତ୍ତି ଭୋଗ କରେ ମର୍ତ୍ତ୍ୟପୁରେ। ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ମନ ଦେଇ, ଲକ୍ଷ୍ମୀଙ୍କର ବ୍ରତ ତୋତେ କହିବା ବୁଝଇ। ମାଘ ମାସ ଶୁକ୍ଳ ପକ୍ଷ ଦଶମୀ ଗୁରୁବାର, ଶ୍ରୀ ସୁଦଶା ବ୍ରତ ଗୋଟି ପଡ଼େ ସେ ଦିନର। ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତୁ ଉଠିଲା, ଏକ ବର୍ଣ୍ଣ ଗାଈର ଯେ ଗୋବର ଆଣିଲା। ସୁସଞ୍ଜ କରି ଘର ଦୁଆର ଲିପିଲା, ନଦୀରେ ସ୍ନାନ କରିଣ ଘରକୁ ଅଇଲା। ତଣ୍ଡୁଳ ବାଟିଣ ଝୋଟି ଆବରଣ କଲା, ଶ୍ରୀ ପରମା ଲକ୍ଷ୍ମୀଙ୍କୁ ସେ ସୁମରଣା କଲା। ଦଶବର୍ଣ୍ଣ ମୁରୁଜରେ ପିତୁଳା ଲିପିଲା, ଦଶ ଯେ ପାଖୁଡ଼ା କରି ପଦ୍ମକେ ରଖିଲା। ତହିଁର ଉପରେ ପୂର୍ଣ୍ଣ ଘଟରେ ସ୍ଥାପିଲା, ଘଟର ଉପର ଚିତ ଡାଳେ ଥୋଇଲା। ନାରିକେଳ ଏକ ଗୋଟି ଘଟ ପରେ ଦେଲେ, ଦଶମୁଖୀ ଦୀପାବଳି ଜାଗର ଜାଳିଲେ। ଦଶଖୁଆ ଧଳା ସୂତେ ବ୍ରତକୁ ଭାଙ୍ଗିଲେ, ପୁରୀ ନାମେଣ ବେତ ପାଖରେ ଥୋଇଲେ। ଦଶମୁଷ୍ଠି ତଣ୍ଡୁଳ ଯେ ଘଟ ପାଖେ ଦେଲେ, ବଦରି ଫଳ ଗୋଟିଏ ଆଣିଣ ଯେ ଦେଲେ। ଉପରେ ଚନ୍ଦ୍ରାତାପ ଚାନ୍ଦୁଆ ଟଣାଇଲେ, ଦଶ ମେଞ୍ଚା ହଳଦୀ ଯେ ପୂର୍ଣ୍ଣ କୁମ୍ଭ ଦେଲେ। ସିନ୍ଦୁର କଜଳ ନେଇ ଘଟ ପରେ ଦେଲେ, ଶ୍ରୀ ପରମା ଲକ୍ଷ୍ମୀଙ୍କୁ ଯେ ସୁମରଣା କଲେ। ଛେନାପଣା କଦଳୀ ଯେ ସରଘୃତ ଦେଲେ, ଦଶ ଗୋଟି ମଣ୍ଡା ଦେଇ ଆଗରେ ଥୋଇଲେ। କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ, ନୈବେଦ୍ୟ ଦେଇ ପୁଣି କଥା ଯେ ଶୁଣିଲେ। ଶ୍ରୀ ମହାଲକ୍ଷ୍ମୀ କି ସେ ସୁମରଣା କଲେ, ଲକ୍ଷ୍ମୀ ଦଶ ନାମ ଧରି ବ୍ରତେ ଗଣ୍ଠି ଦେଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ, ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରିୟା, ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା, ପଞ୍ଚମ ଗଣ୍ଠିର ନାମ ଅଟଇ କମଳା, ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା, ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ, ଅଷ୍ଟମ ଗଣ୍ଠିର ନାମ ସିନ୍ଦୁର ଦୁଲଣୀ, ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ, ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ,
ଦଶ ନାମ ଧରିଣ ସେ ବ୍ରତେ ଗଣ୍ଠି ଦେଲେ। ଲକ୍ଷ୍ମୀ ନାରାୟଣୀ ବୋଲି ମନେ ସୁମରିଲେ। ସୂର୍ଯ୍ୟଙ୍କୁ ସେ ଅର୍ଘ୍ୟ ଦେଇ ବନ୍ଦାପନା କଲେ। ନଦୀକୁ ଯେ ପାଣି କୁମ୍ଭେ ଆଣିବାକୁ ଗଲେ। ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ। ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ। ମାସ ମେଞ୍ଚା ପ୍ରାୟ ପାଟ ବ୍ରତ ଦିଶୁଥିଲା। ଚିଲ ପକ୍ଷୀ ଝାମ୍ପ ଦେଇ ବେଗେ ଘେନି ଗଲା। ସେ ବ୍ରାହ୍ମଣ ଜଳେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଅଇଲା। ବ୍ରତ ନ ଦେଖିଣ ସେହୁ ବିସ୍ମୟ ହୋଇଲା। ଚାରି ଦିଗକୁ ବ୍ରାହ୍ମଣୀ ନିରେଖି ଚାହିଁଲା। ସେ ବ୍ରତକୁ ଚିଲ ଘେନି ଯାଇଛି ଦେଖିଲା। ଚିଲ ପଛେ ପଛେ ବ୍ରାହ୍ମଣୀ ଗୋଡ଼ାଇଲା। ସେ ଚିଲ ଯାଇଣ ଏକ ବନସ୍ତେ ପଶିଲା। ବ୍ରତ ନ ପାଇ ବ୍ରାହ୍ମଣୀ ବିକଳେ କାନ୍ଦିଲା। ଚିଲ ପକ୍ଷୀ ବନସ୍ତେ ଅଦୃଶ୍ୟ ହୋଇଗଲା। ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେବଇଲା। ମୃଗୟା ବିନୋଦେ ନଳ ବନସ୍ତକୁ ଗଲା। ବ୍ରାହ୍ମଣୀ ରୋଦନ ରାଜା କନେ ଯେ ଶୁଣିଲେ। ବନସ୍ତେ କେ କାନ୍ଦୁ ଅଛି ବୋଲିଣ ବୋଇଲେ। ସୈନିକ ସଖା ଘେନି ରାଜା ବିଜେ କଲେ। ବ୍ରାହ୍ମଣୀ ପାଖରେ ଯାଇ ପ୍ରବେଶ ହୋଇଲେ। ବ୍ରାହ୍ମଣୀକୁ ଦେଖି ରାଜା ବିସ୍ମୟ ହୋଇଲେ। କି ନିମନ୍ତେ କାନ୍ଦୁଅଛ ବ୍ରାହ୍ମଣୀ ଗୋ ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ରାଜାଙ୍କୁ କହିଲେ। ମୋହର ଦୁଃଖକୁ ବାବୁ ପାରିବ କିଏ ଫେଇ। ନଳ ରାଜା ବୋଇଲେ ଯେ କି ଦୁଃଖ ତୋହର। ମୋ ଆଗେ କହିଲେ ତାହା କରିବଇ ଦୂର। ଏହା ଶୁଣି ବ୍ରାହ୍ମଣୀ ଯେ ବୋଇଲେ ଉତ୍ତର। ସତ୍ୟ କର ତୁମେ ରାଜା କରିବି ଇଚ୍ଛା ମୋର। ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ। ଯାହା ତୁମ୍ଭେ ମାଗ ତାହା ଦେବି ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ହରଷ ହୋଇଲା। ମୋହର ସୁଦଶା ବ୍ରତ ଚିଲ ଘେନି ଗଲା। ତୁମ୍ଭର ଯେ ମହାଦେଇ ବ୍ରତ କରୁଛନ୍ତି। ସେହି ବ୍ରତ ଗୋଟି ତୁମେ ଦେବ ହେ ନୃପତି। ଏହା ଶୁଣି ମହାରାଜା ସନମତ କଲେ। ବ୍ରାହ୍ମଣୀକୁ ଘେନି ନିଜେ ରାଜ୍ୟ ଚଳିଗଲେ। ବ୍ରାହ୍ମଣୀକୁ ସିଂହଦ୍ୱାରେ ବସାଇ ନୃପତି ଅନ୍ତପୁରକୁ ଗମନ କରିଲେ ତଡ଼ତି। ରାଣୀକୁ ପାଇଣ ନଳ ରାଜା ଯେ କହିଲେ। ଆମ୍ଭକୁ ଏକ ମାଗୁଣି ଦେବଇ ବୋଇଲେ। ଏହା ଶୁଣି ମହାରାଣୀ ସ୍ତବ୍ଧ ହୋଇଗଲେ। ଆମ୍ଭକୁ କିସ ମିଳିବ ଦେବଇ ବୋଇଲେ। ନଳ ରାଜା ବୋଇଲେ ଗୋ ସତ୍ୟ ଏବେ କର। ତେବେ ମୁଁ କହିବି ସିନା ମାଗଣି ମୋର। ଏହା ଶୁଣି ମହାଦେଇ ସତ୍ୟବାକ୍ୟ କଲେ। ଯେ ଇଚ୍ଛା ତୁମର ରାଜା ମାଗ ବୋଇଲେ। ସତ୍ୟବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର। ଶ୍ରୀ ସୁଦଶା ବ୍ରତ ଗୋଟି ଦିଅ ଗୋ ତୁମର। ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ। ଶ୍ରୀ ସୁଦଶା ବ୍ରତ ଦେବା ନୁହଁ ବୋଇଲେ। ଏହି ବ୍ରତ ଗୋଟି ଅନ୍ୟକୁ ଯେ ନ ଦିଅନ୍ତି। ବ୍ରତ ଦେଲେ କନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ି ଯାନ୍ତି। ଦରିଦ୍ର ଭିକ୍ଷୁକ ବ୍ୟାଧିବନ୍ତ ଯେଉଁ ହୋଇ ଲକ୍ଷ୍ମୀଙ୍କର ବ୍ରତ ଏହି ଦେଇ ନ ପାରଇ। ଜଞ୍ଜାଳ କରିଣ ରାଜା ପୁନଶ୍ଚ ମାଗିଲେ। ହସ୍ତରୁ ଖସାଇ ବ୍ରତ ରାଜା করে ଦେଲେ। ବ୍ରତ ପାଇ ମହାରାଜା ବେଗେ ଚଳିଗଲେ। ବ୍ରାହ୍ମଣୀ ହସ୍ତରେ ବ୍ରତ ନେଇଣ ସେ ଦେଲେ। ବ୍ରତ ପାଇ ବ୍ରାହ୍ମଣୀ ଯେ ଆନନ୍ଦ ହୋଇଲେ। ରାଜାକୁ ଆଶିଷ କରି ନିଜ ପୁରେ ଗଲା।
ଶ୍ରୀବତ ନେଲା କଞ୍ଚା ଦୁଧରେ ଧୋଇଲା 10 ଗୋଟି ମଣ୍ଡା କରି ପାଣି ଛଡ଼ାଇଲା ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲା ପାରଣା କରି ବ୍ରାହ୍ମଣୀ ଆନନ୍ଦେ ରହିଲା ନାରଦକୁ ଚାହିଁ ଇନ୍ଦ୍ର ପୁଣି ପୁଚ୍ଛା କଲେ ନଳରାଜାଙ୍କର କିସ ହୋଇଲା ବୋଇଲେ ନାରଦ ବୋଇଲେ ଶୁଣ ଇନ୍ଦ୍ର ମନ ଦେଇ ନଳରାଜାଙ୍କର ବିପତ୍ତି ତତେ ଦେବା କହି ଚରି ଯିବା ଘରୁ ଆଉ ଘରୁ ନଇଲେ ପୁତିଲାର ଧନ ସବୁ ବାସକି ହରିଲେ ଧାନ ଚାଉଳ ତ ସବୁ ବସି ଯେ ଖାଇଲେ ଶତ୍ରୁ ଆସିଣ ରାଜ୍ୟରେ ଉପଗତ ହେଲେ ରାଜା ରାଣୀ ଅନ୍ନ ବସ୍ତ୍ର କିଛି ନ ପାଇଲେ ରାଜାକୁ ରାତ୍ରରେ କାଳ ପୁରୁଷ ଡାକିଲେ ରାଜ୍ୟ ଛାଡ଼ି କରି ରାଜା ପଳାଇଣ ଯା ରାଜ୍ୟ ଥିଲେ ନିଶ୍ଚୟ ମରିବୁ ନୃପନାହା ଏହା ଶୁଣି ନଳ ରାଜା ତେଜିଣ ଉଠିଲେ ମହାଦେଇ ପାଶେ ଯାଇ ସକଳ କହିଲେ ଚାଲ ତୁମ୍ଭ ପିତା ଘର ଯିବା ହେ ବୋଇଲେ ଏହା ଶୁଣି ମହାଦେଇ ସନମତ କଲେ ସଭାଚନ୍ଦ୍ର କୁମରକୁ ହକାରି ଆଣିଲେ ଗୃହକୁ ଛାଡ଼ିଣ ବିଜେ ରାଜା ରାଣୀ ଗଲେ ପ୍ରଥମରେ ଯାଇ ଏକ ପୋଖରୀ ଦେଖିଲେ ଏଠାରେ ସ୍ନାନ ରାଣୀ କରିବା ବୋଇଲେ ଏଠାରେ ସ୍ନାନ କରି ଯେ କିସ କରିବା ପାଶରେ ତ କିଛି ନାହିଁ କ'ଣ ଖାଇବା ଏହା କହି ରାଜା ରାଣୀ ଜଳରେ ପଶିଲେ 4ଟି ଗଡ଼ିଆ ମାଛ ଧରିଣ ଆଣିଲେ ଏହି ମାଛ ପୋଡ଼ି ରାଣୀ ରଖିଥାଅ ନେଇ ପାଖେ ଅଛି ଗ୍ରାମେ ଭିକ୍ଷା ମାଗିଣ ଆଣଇ ଏହା କହି ମହାରାଜା ବିଜେ କରି ଗଲେ ବିଷ୍ଣୁଙ୍କର ପଣ୍ଡା ଘରେ ପ୍ରବେଶ ହୋଇଲେ ଆମ୍ଭକୁ ଭୋଜନ କିଛି ଦେବ କି ବୋଇଲେ ଏହା ଶୁଣି ବ୍ରାହ୍ମଣୀ ଯେ ଅନ୍ନ ଆଣି ଦେଲେ ହରଷ ହୋଇ ରାଜା ଲେଉଟି ଅଇଲେ ଗୃହେ ପତ୍ନୀ କରେ ଅନ୍ନ ଦାନକୁ ଥୋଇଲେ ଝାମ୍ପ ଦେଇ କାକ ପକ୍ଷୀ ଦାନ ଘେନି ଗଲା ତଳେ ପଡ଼ି ଅନ୍ନ ମାଟି ଧୂଳି ହୋଇଗଲା ବିରସ ହୋଇଣ ରାଜା ସେଠାରେ ଆସିଲେ ଏହା ଦେଖି ରାଜା ରାଣୀ ସ୍ତମ୍ଭୀଭୂତ ହେଲେ ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ ସେହି ମାଛ ଜୀବ ପାଇ ଜଳେ ଗଲା ଡେଇଁ ଆଚମ୍ବିତ ହୋଇ ରାଣୀ କଲେ କ୍ରନ୍ଦନ ପାଶେ ଆଣି ମହାରାଜା ମିଳିଲେ ବହନ ମହାରାଣୀ ବୋଲେ ଲକ୍ଷ୍ମୀ ଛାଡ଼ିଲେ ଆମ୍ଭକୁ ପୋଡ଼ା ମାଛ ଜୀବ ପାଇ ଡେଇଁଲେ ଜଳକୁ ଏହା ଦେଖି ମହାରାଜା ବିସ୍ମୟ ହୋଇଲେ ଚାଲ ଏଠାବରୁ ରାଜା ବୋଲିଣ ବୋଇଲେ ଏତେ କହି ରାଜା ରାଣୀ ବିଜେ କରି ଗଲେ ବନସ୍ଥ ଭିତରେ ଏକ ନଦୀ ଯେ ଦେଖିଲେ ସଭାଚନ୍ଦ୍ର କୁମରକୁ କୋଳରେ ଧଇଲେ ନଦୀ ପାର ହୋଇ ରାଜା ରାଣୀ ଯାଉଥିଲେ ଏମନ୍ତ ସମୟ ଏକ କୁମ୍ଭୀର ମିଳିଲା ସଭାଚନ୍ଦ୍ର କୁମରକୁ ତଡ଼ତି ଗିଳିଲା ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ କାନ୍ଦି କାନ୍ଦି ଯାଇଣ ଯେ ବନସ୍ତେ ପଶିଲେ ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ ରାଜା ରାଣୀ ସେ ମନ୍ଦିର ଭିତରେ ରହିଲେ ଅଳଙ୍କାର ଖୋଲି ରାଣୀ ଅଞ୍ଚଳେ ବାନ୍ଧିଲେ
ସେଇଠାରେ ରାଜା ରାଣୀ ଶ୍ରମେ ନିଦ୍ରା ଗଲେ। ସେ ମନ୍ଦିର କାନ୍ଥେ ଚିତ୍ର ମୟୂର ଯେ ଥିଲା। ରାଣୀ ଅଳଙ୍କାର ମାନ ସବୁ ଗିଳି ଦେଲା। ରାଣୀଙ୍କ ନୟନେ କାଳ ନିଦ୍ରା ଯେ ଘୋରିଲା। ହାରିଲା ରାଣୀକୁ ଛାଡ଼ିନ ରାଜା ତହୁଁ ପଳାଇଲା। ସେଠା ଭରୁ ନଳ ରାଜା ଭ୍ରମି ଭ୍ରମି ଗଲେ। ଭୀମ ରାଜା ରାଜେ ଯାଇ ପ୍ରବେଶ ହୋଇଲେ। ଭୀମ ରାଜା ଆଗରେ ଯେ ଜଣାଇଲେ ଯାଇ, ଆମ୍ଭକୁ ରଖ ଓ ରାଜା କିଛି ପଣ ଦେଇ। କେଉଁ ଦେଶ ଘର ପୁଣି କେଉଁ ଜାତି ପୁଣ, କେଉଁ କେଉଁ ବିଦ୍ୟାମାନ କରିଛ ସାଧନ। ନଳ ରାଜାଙ୍କର ସୁପକାର ଥିଲି ମୁଇଁ, ଗୌରୀ ଗୌରୀ ବିଧି ରାନ୍ଧଣା ଜାଣଇ। ଏହା ଶୁଣି ଭୀମ ରାଜା ହରଷ ହୋଇଲେ। ଆମ୍ଭ ସୁପକାର ହୋଇଥାଅ ହୋ ବୋଇଲେ। ଆଜ୍ଞା ପାଇ ନଳ ରାଜା ସନମତ କଲେ। ରୋଷେଇ ଶାଳାରେ ଯାଇ ପ୍ରବେଶ ହୋଇଲେ। ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ। ରାଜାଙ୍କୁ ନ ଦେଖି ରାଣୀ ଡାକ ଚାରି ଦେଲେ। ରାଜାକୁ ନ ପାଇ ରାଣୀ କାନ୍ଦି କାନ୍ଦି ଗଲେ। ଛିନ୍ନ ଛିନ୍ନ ହୋଇ ସେ ସ୍ଥାନରୁ ଚଳିଗଲେ। ବାଟେ ବାଟ ସେ ପଚାରି ପଚାରିଣ ଗଲା। ଭୀମ ରାଜା ରାଜ୍ୟ ଯାଇ ପ୍ରବେଶ ହୋଇଲା। ଭୀମସେନ ଅନ୍ତପୁରେ ଯାଇଣ ମିଳିଲା। ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା। ଦମୟନ୍ତୀ କହନ୍ତି ଯେ ମହାଦେଇ ପାଶ, ଭାତ ଲୁଗା ଦେଇ ରଖ ତୁମର ଉଆସ। ନଳ ରାଜାଙ୍କର ଦାସୀ ହୋଇଥିଲି ମୁଇଁ, କର୍ମ ଭାଗ୍ୟରୁ ମୁଇଁ ସେଠାରୁ ଆସଇ। ଏହା ଶୁଣି ମହାଦେଇ ହରଷ ହୋଇଲେ। ଆମ୍ଭ ଅନ୍ତପୁରେ ଦାସୀ ହୋଇଥାଅ ଭଲେ। ଏହା ଶୁଣି ଦମୟନ୍ତୀ ସନମତ କଲେ। ନଳ ଦମୟନ୍ତୀ ଦୁହେଁ ସେଠାରେ ରହିଲେ। ଏଥି ଅନନ୍ତରେ ଶୁଣ ଇନ୍ଦ୍ର ମନ ଦେଇ, ନଳ ରାଜାଙ୍କର ଶୁଭବାର୍ତ୍ତା ଦେବା କହି। ଭାଦ୍ର ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର, ଶ୍ରୀ ସୁଦଶା ବ୍ରତ ଗୋଟି ପଡ଼େ ସେଦିନର। ପାଟ ଜ୍ୟୋତିଷ ଯାଇଣ ରାଜାକୁ କହିଲା, କାଲିଠୁ ସୁଦଶା ବ୍ରତ ପଡୁଛି ବୋଇଲା। ଜ୍ୟୋତିଷକୁ ଧନରତ୍ନ ଦେଇ ବିଦା କଲା। ଦାସୀମାନଙ୍କୁ ଡାକିଣ ବୁଝାଇ କହିଲା। ପ୍ରଭାତରୁ ଉଠି ଦାସୀମାନେ ଚଳିଗଲେ। ଏକବର୍ଣ୍ଣ ଗାଈର ଯେ ଗୋବର ଆଣିଲେ। ସୁସଞ୍ଜ କରିଣ ଘର ଦୁଆର ଲିପିଲେ। ନଦୀରେ ସ୍ନାନ କରିଣ ଘରକୁ ଆସିଲେ। ତଣ୍ଡୁଳ ବାଟିଣ ଝୋଟିଆଳ ପଣା ଦେଲେ। ଏହା ଦେଖି ଦମୟନ୍ତୀ ରାଣୀକୁ କହିଲେ, ମହାରାଣୀ ମୋହ ପ୍ରତି ଯେବେ ଦୟା ହେବ, ଉଷାର ଉପକରଣ ଯେବେ ମୋତେ ଦେବ। ଶିଶୁଦଶା ବ୍ରତଟିକୁ କରନ୍ତି କହିଲେ। ଏହା ଶୁଣି ମହାଦେଇ ସନ୍ତୋଷ ହୋଇଲେ। ବ୍ରତ ଯେବେ କର ତୁମ କର ଗୋ ବୋଇଲେ। ଦମୟନ୍ତୀ ଶୀଘ୍ର ସ୍ନାନ ସାରିଣ ଆସିଲେ। ଅତି ଯତନରେ ନେଇ ଘଟେକ ସ୍ଥାପିଲେ। ହଳଦୀ ଚନ୍ଦନ ଦେଇ, ହଳଦୀ ଚନ୍ଦନ ନେଇ ଘଟ ପରେ ଦେଲେ। ହଳଦୀ ଚନ୍ଦନ ନେଇ ଘଟ ପରେ ଦେଲେ।
ଚ୍ୟୁତ ଡାଳ ଦେଇ ଦୀପମାନ ଲଗାଇଲେ, ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧ ପୁଷ୍ପ ଦେଲେ, ପୁରମଣ୍ଡା 10 ଗୋଟି ଆଗରେ ଥୋଇଲେ, ମହାଲକ୍ଷ୍ମୀକୁ ସୁମରି ସେଠାରେ ବସିଲେ। ଲକ୍ଷ୍ମୀ 10 ନାମ ଧରି ବ୍ରତ ଗଣ୍ଠି ଦେଲେ, ଆସ ଆସ ମହାଲକ୍ଷ୍ମୀ ହୃଦେ ସୁମରିଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ, ତୃତୀୟ ଗଣ୍ଠିର ନାମ ଯେ ଶ୍ରୀହରି ପ୍ରିୟା, ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା, ପଞ୍ଚମ ଗଣ୍ଠିର ନାମ ଅଟଇ କମଳା, ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା, ସପ୍ତମ ଗଣ୍ଠିର ନାମ ଯେ ବିଘ୍ନସେନୀ, ଅଷ୍ଟମ ଗଣ୍ଠିର ନାମ ସିନ୍ଦୁର ଦୁଲଣୀ, ନବମ ଗଣ୍ଠିର ନାମ ଦୁର୍ଗତିନାଶିନୀ, ଦଶମ ଗଣ୍ଠିର ନାମ ବିଶୁ ପାଟରାଣୀ। ଲକ୍ଷ୍ମୀ 10 ନାମ ଧରି ବ୍ରତ ଗଣ୍ଠି ଦେଲେ, ପରମା ଲକ୍ଷ୍ମୀକୁ ମନେ ସୁବର୍ଣ୍ଣା କଲେ। ହେ ପରମା ଲକ୍ଷ୍ମୀ ମୋତେ ଅନୁଗ୍ରହ ହେଉ, ପୁତ୍ର ଗିରସ୍ତ ଆବର ରାଜ୍ୟ ପ୍ରାପ୍ତ ହେଉ, ଏମନ୍ତ ଭାବନା କରି ମନେ ସୁମରିଲେ। ପ୍ରସନ୍ନ ହୋଇଣ ଲକ୍ଷ୍ମୀ ରାଣୀକୁ କହିଲେ, ଯାଅ ତୋର ପୁଅ ସ୍ୱାମୀ ପ୍ରାପ୍ତ ହୋଇବେ, ତୋର ହସ୍ତେ ଶତ୍ରୁମାନେ ନିପାତ ହୋଇବେ। ନଳ ରାଜାକୁ ସେ ଲକ୍ଷ୍ମୀ ସହାୟ ହୋଇଲେ, ଏଣେ ନଳ ରାଜାଙ୍କର ମନ୍ତ୍ରୀ ବିଚାରିଲେ, ଆମ୍ଭରେ ଯେ ମହାରାଜା କେଣେ ଚଳିଗଲେ, ରାଜ୍ୟରେ କାହାକୁ ରାଜା କରିବା ବୋଇଲେ। ଏହା ଶୁଣି କେହି ବୋଲେ କେହି ମୁଁ ରାଜନ, ଆଉ କେହି ବୋଲେ ମୁହିଁ ହେବି ନୃପରାଣ। ଏହିପରି ପରସ୍ପର କରିଲେ କଗୋଳ, ତହିଁ ସୁବିଧି ନାମରେ ଥିଲା ମନ୍ତ୍ରୀ ବର। ମନ୍ତ୍ରୀ କହେ, ଆମ୍ଭ ରାଜା କେଉଁଠୁ ଅଛନ୍ତି, ଆଉ ଜଣେ କେଉଁପରି ହୋଇବ ନୃପତି। ମନ୍ତ୍ରୀ ବୋଲେ, ଶୁଣ ସର୍ବେ ମୋହର ବିଚାର, ପାଟହସ୍ତୀକୁ ମଣ୍ଡିଣ ଛାଡ଼ିବା ସତ୍ୱର, ସୁବର୍ଣ୍ଣ କଳସେ ଗଙ୍ଗା ଜଳ ଶିରେ ଦେଇ ଛାଡ଼ିଦେବା, ଯାହା ପରେ ଢାଳିବ ସେ ଯାଇ, ତାହାକୁ ରାଜ୍ୟରେ ରାଜା କରିବାଟି ଜାଣ। ପାଟହସ୍ତୀ ମଣ୍ଡି ଛାଡ଼ି ଦେଲେ ତକ୍ଷଣ, ମନ୍ତ୍ରୀ ପୁରୋହିତ ସହ ସକଳ ଚଳିଲେ, ରାଜ୍ୟର ପରଜା ବୃନ୍ଦ ସର୍ବେ ଗୋଡ଼ାଇଲେ। ନିଜ ଇଚ୍ଛା ମତେ ହସ୍ତୀ ଦ୍ରୁତଗାମୀ ହୋଇ, ଭୀମ ରାଜା ରାଜ୍ୟ ପ୍ରବେଶିଲା ହସ୍ତୀ ଯାଇ। ପାଟହସ୍ତୀ ଯାଇ ନଳ ରାଜାଙ୍କୁ ଭେଟିଲା, ସୁବର୍ଣ୍ଣ କଳସୀ ଜଳ ଶିରରେ ଢାଳିଲା। ରାଜାକୁ ନେଇଣ ହସ୍ତୀ ପୃଷ୍ଠେ ବସାଇଲେ, ଜୟ ନଳ ରାଜା ବୋଲି ଉଚ୍ଚେ ଡାକ ଦେଲେ। ସେ ନଗରେ ନର ନାରୀ ମାନେ ଦେଖୁଥିଲେ, ରାଜାଙ୍କ ଆଗରେ ଯାଇ ସମସ୍ତେ କହିଲେ, ଗୁପ୍ତେ ନଳ ରାଜା ସୁପକାର ପଣେ ଥିଲେ, ଏଥି ଥିବା ଯାଏ ତାକୁ କେହି ନ ଚିହ୍ନିଲେ। ତାଙ୍କର ରାଜେ ପାତ୍ର ମନ୍ତ୍ରୀ ସମସ୍ତେ ଅଇଲେ, ନଳ ରାଜାଙ୍କୁ ହସ୍ତୀର ପୃଷ୍ଠେ ବସାଇଲେ। ଏହା ଶୁଣି ଭୀମ ରାଜା ହରଷ ହୋଇଲେ, ନଳ ରାଜାଙ୍କୁ ଗୌରବ କରି ଘେନି ଗଲେ। ଅନ୍ତପୁରରେ ରାଣୀ ଦମୟନ୍ତକୁ ଚିହ୍ନିଲେ, ଏତ ଆମ ଦମୟନ୍ତୀ ଦୁହିତା ବୋଇଲେ। କି ନିମନ୍ତେ ଆସି ଏଠି ଗୁପତେ ରହିଲା, କି ନିମନ୍ତେ ଏ ବିରୂପ ରୂପ ହୋଇଥିଲା। ବଦ ଦମୟନ୍ତୀ ଆ ଶୁଣି ବୁଝାଇ କହିଲେ,
ଲକ୍ଷ୍ମୀ ଦ୍ରୋହ କରିବାରୁ ରାଜେ ତଡ଼ାଇଲେ ବନସ୍ତ ମଧ୍ୟରେ ସଭାଚନ୍ଦ୍ରକୁ ହରାଇ ମୋତେ ଛାଡ଼ି କରି ରାଜା ଗଲେ କ ପଳାଇ। ଏହା ଶୁଣି ମହାଦେଇ ରାଜାକୁ କହନ୍ତି ଆମ୍ଭ ଗୃହେ ଦମୟନ୍ତୀ ଝିଅ ରହିଅଛି। ଭୀମ ରାଜା କହନ୍ତି ଯେ ନଳ ଆସିଛନ୍ତି। ଏହା ଦେଖି ରାଜାରାଣୀ ହରସ ହୁଅନ୍ତି। ଦମୟନ୍ତୀକୁ ଧରିଣ ନଳ ପାଶେ ଗଲେ। ଦମୟନ୍ତୀକୁ ଦେଖିଣ ନଳ ଖୁସି ହେଲେ। ରାଜାରାଣୀଙ୍କର ପାଦ ତଳରେ ପଡ଼ିଲେ ମନବାଞ୍ଛା ପୂର୍ଣ୍ଣ ହେଉ ବରିଣ ବୋଇଲେ। କିଛି ଦିନ ନଳ ପୁଣି ସେଠାରେ ରହିଲେ। ଏହା ଦେଖି ରାଜାରାଣୀ ହରସ ହୋଇଲେ। ରାଜାଙ୍କ ଅଗ୍ରତେ ଯାଇ ନଳ ଜଣାଇଲେ ନିଜ ରାଜ୍ୟକୁ ଚଳିବୁ ଆଜ୍ଞା ତୁମେ ଦେଲେ। ବିଧି ମତେ ସମ୍ମାନ ନଳ ରାଜାକୁ କଲେ। ପାଟ ପିତାମ୍ବରୀ ମାନ ରାଜା ଯେ ପିନ୍ଧିଲେ। ନାନା ଅଳଙ୍କାର ଦେଇ ଭୂଷଣ କରିଲେ। ବିନୟ ହୋଇଣ ରାଣୀ ମାତାଙ୍କୁ କହିଲେ ଦୟା ରଖିଥିବ ମାତା ପିତାଙ୍କୁ କହିଲେ ଆଶିଷ କଲ୍ୟାଣ କରି ବିନୟ ହୋଇଲେ। ରତ୍ନ ହାନ୍ଦୋଲାରେ ନେଇ ବିଜେ କରାଇଲେ। ବିନୟ ହୋଇଣ ରାଜା ଦାସୀକୁ କହିଲେ ଏହି ସ୍ନେହ ସଦା ରଖିଥିବ ପ୍ରଜାମାନେ। ବିଦାୟ ଦିଅ ଯାଉଛି ନିଜ କର୍ମସ୍ଥାନେ। ଶୁଭ ବେଳେ ରାଜାରାଣୀ ରାଜ୍ୟକୁ ଗମିଲେ। ପାତ୍ରମନ୍ତ୍ରୀ ସର୍ବେ ତାଙ୍କ ସଙ୍ଗେ ଗୋଡ଼ାଇଲେ। ଶଙ୍ଖ ଶବଦରେ ରାଜ୍ୟ ସାରା କମ୍ପାଇଲେ। ଶୁଭ ଅନୁକୂଳ କରି ବାହାର ହୋଇଲେ। କିଛି ଦୂର ଗଲା ପରେ ମନ୍ଦିର ଭେଟିଲା। ଜୟ ଶଙ୍ଖ ବୀର ଶବ୍ଦ ତୁରୀ ବଜାଇଲେ। ଯେଉଁ ମୟୂରଟି ରାଣୀ ମାଳା ଗେଳିଥିଲା ରାଜାରାଣୀକୁ ଚିହ୍ନିଣ ଉଦ୍ଗାରିଣ ଦେଲା। ଅଳଙ୍କାର ମାନ ପାଇ ରାଣୀ ହରସ ହୋଇଲେ। ସୁର ଦେବରାଣୀ ସାପ ମୁକ୍ତ ହୋଇଗଲେ। ସେଠାବରୁ ପାତ୍ରମନ୍ତ୍ରୀ ବିଦା କରିଦେଲେ। ତୁମେମାନେ ଯାଅ ଭଲେ ଆମ୍ଭେ ଯିବୁ ଭଲେ। ସେଠାବରୁ ପାତ୍ରମନ୍ତ୍ରୀ ବିଦାୟ ହୋଇଲେ। ରାଜାରାଣୀ ବହୁତ ଆସି ସଜେ ବାଞ୍ଚିଲେ। ହସ୍ତିପୃଷ୍ଠେ ବସି ରାଜାରାଣୀ ଚାଲିଗଲେ। ବନସ୍ତ କନ୍ଦରେ ନଦୀ ନିକଟେ ମିଳିଲେ। ଶଙ୍ଖ ଧ୍ୱନି ଶବଦରେ ନଦୀ କମ୍ପିଗଲା। ଶବ୍ଦ ଶୁଣିନ କୁମ୍ଭୀର ତଡ଼ତି ଆସିଲା। ସଙ୍ଗେ ସଙ୍ଗେ ସଭାଚନ୍ଦ୍ରକୁ ସେ ଉଦ୍ଗାରିଲା। ଏହି ଜନନୀରୁ ମୁକ୍ତ କରନ୍ତୁ ବୋହିଲା। ପୁତ୍ରକୁ ପାଇଣ ରାଣୀ ହରସ ହୋଇଲେ। ସୁରଦେବ ରାଜ୍ୟ ସାପ ମୁକ୍ତ ହୁଅ ଭଲେ। ସଭାଚନ୍ଦ୍ରକୁ ନେଣ କୋଳେ ବସାଇଲେ। ସେଠାବରୁ ରାଜାରାଣୀ ମନ୍ଦିରେ ଚଳିଲେ। ମହାଲକ୍ଷ୍ମୀ ନଳକୁ ଯେ ସୁଦୟା କରିଲେ। ବେତାଳ ମାନଙ୍କୁ ଡାକି ତହୁଁ ଆଜ୍ଞା ଦେଲେ। ରାଜାର ଭଣ୍ଡାର ସର୍ବ ପୂର୍ଣ୍ଣ କରି ଆସି ମୋତେ କହିବ ସନ୍ଦେଶ। ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ। ନଳରାଜାଙ୍କ ଭଣ୍ଡାର ସମ୍ପୂର୍ଣ୍ଣ କରିଲେ। ଲେଉଟିଣ ଆସି ଲକ୍ଷ୍ମୀ ପାଶେ ଜଣାଇଲେ। ଭଣ୍ଡାର ପୂର୍ଣ୍ଣ ଶୁଣି ସନ୍ତୋଷ ହୋଇଲେ। ଏ ସମୟେ ନଳରାଜା ରାଜ୍ୟ ପହଞ୍ଚିଲେ। ସିଂହଦ୍ୱାରରେ ପହଞ୍ଚି ହରସ ହୋଇଲେ। ରାଜାରାଣୀ ପାତ୍ରମନ୍ତ୍ରୀ ଦେଖି ଧାଇଁ ଗଲେ।
ସମାରୋହ ପାଦ ତଳେ ସର୍ବେ ଲୋଟି ଗଲେ। ଉଠ ସର୍ବେ ରାଜାରାଣୀ ହେମନ୍ତ କହିଲେ। ଯେ ରାଜ୍ୟର କାର୍ଯ୍ୟକ୍ରମେ ସର୍ବେ ଲିପ୍ତ ହେଲେ। ଅଭିଷେକର ଯୋଗାଡ଼ ମନ୍ତ୍ରୀ କରାଇଲେ। ଶୁଭ ବେଳେ ରାଜାରାଣୀ ଅଭିଷେକ ହେଲେ। ବାଦ୍ୟ ଶବଦରେ ରାଜେ ଆନନ୍ଦ ଲଭିଲେ। ନଗର ନଗର ବୁଲି ରାଜା ବହୁ ଧନ ଦେଲେ। ଆନନ୍ଦ ହୋଇଣ ରାଜା ପ୍ରଜାଙ୍କୁ ପାଳିଲେ। ରାଜା ପ୍ରଜାନନ୍ଦରେ ସନ୍ତୋଷ ହୋଇଲେ। ଏହାପରେ ଶ୍ରୀ ସୁଦଶା ବ୍ରତ ପଡ଼ିଲା। ବ୍ରତ କରିବାକୁ ରାଣୀ ରାଜାଙ୍କୁ କହିଲା। ହେମନ୍ତ ଯେ ବ୍ରତ ବୋଲି ଇନ୍ଦ୍ରକୁ କହିଲେ। ଇନ୍ଦ୍ର ସହିତରେ ସଚି ଏ ବ୍ରତ କରିଲେ। ନାରଦ ଋଷିଙ୍କ ଠାରୁ କଥାକୁ ଶୁଣିଲେ। ବ୍ରତକୁ ସମ୍ପୂର୍ଣ୍ଣ କରି ଦକ୍ଷିଣା ଯେ ଦେଲେ। ଦକ୍ଷିଣା ପାଇ ନାରଦ ବିଜେ କରିଗଲେ। ଏ ବିଧିରେ ନର ନାରୀ ଲକ୍ଷ୍ମୀ ବ୍ରତ କଲେ। ଯେଉଁ ନର ନାରୀ ଏହି ବ୍ରତକୁ କରନ୍ତି ତାଙ୍କରି ଗନ୍ଧରୁ ଲକ୍ଷ୍ମୀ କେବେ ନ ଛାଡ଼ନ୍ତି। ଏଣୁ ମହାଲକ୍ଷ୍ମୀ ପାଦେ ଥାଉ ମୋର ମତି। ସଦା ଜୟେ ସମ୍ପୂର୍ଣ୍ଣ ହେ ସୁଦଶା ବ୍ରତଟି। ଇତି ଶ୍ରୀ ସୁଦଶା ବ୍ରତ ସଦା ଜୟ। ओम श्री महालक्ष्मी माताय नमः। ओम महालक्ष्मी माताय नमः। ओम श्री श्री महालक्ष्मी माताय नमः। ओम नारायण 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 नमो नारायण भगवते वासुदेवाय नमः। ओम नमो नारायण भगवते वासुदेवाय नमः।